ଦେଖନ୍ତୁ ନୂଆ ବର୍ଷରୁ ଯେକୌଣସି ବ୍ୟାଙ୍କରୁ ମିଳିବ ଇପିଏଫ୍ ପେନ୍ସନ୍। କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ସଂଗଠନର କର୍ମଚାରୀଙ୍କ ପେନ୍ସନ୍ ସ୍କିମ୍ ସଦସ୍ୟମାନେ ନୂଆ ବର୍ଷରୁ ଯେକୌଣସି ବ୍ୟାଙ୍କ ଶାଖାରୁ ପେନ୍ସନ୍ ପାଇପାରିବେ। ଇପିଏଫ୍ ଯେଉଁଟାକି ଆପଣଙ୍କର ଇପିଏଫ୍ ପକ୍ଷରୁ କେନ୍ଦ୍ରୀୟ ପେନ୍ସନ୍ ପଇଠ ବ୍ୟବସ୍ଥାର ପରୀକ୍ଷଣ କରାଯାଇଛି। ଆପଣମାନେ ଇପିଏଫ୍ ଯେଉଁମାନେ ପାଉଛନ୍ତି ବା ପାଇବା ପାଇଁ ଯାଉଛନ୍ତି ସେମାନଙ୍କ ପାଇଁ ବହୁତ ବଡ଼ ଅପଡ଼େଟ୍, ବହୁତ ବଡ଼ ଭଲ ଖବର। ଓକେ, ତ ଆପଣମାନେ ଦେଖନ୍ତୁ ଆପଣମାନଙ୍କ ପାଇଁ କ'ଣ ଖବର ଅଛି ନା ଆପଣମାନେ ସବୁ ପ୍ରକାର ଏଟିଏମ୍ରୁ ମଧ୍ୟ ଆପଣମାନଙ୍କର ଇପିଏଫ୍ ପଇସା ଉଠାଇ ପାରିବେ। କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ସଂଗଠନ ବା ଇପିଏଫ୍ଓର କର୍ମଚାରୀ ପେନ୍ସନ୍ ସ୍କିମ୍ ଇପିଏସ୍ ଯେଉଁଟାକି ଆପଣଙ୍କର ସଦସ୍ୟମାନେ ନୂଆ ବର୍ଷରୁ ଯେକୌଣସି ବ୍ୟାଙ୍କ ଶାଖାରୁ ପେନ୍ସନ୍ ପାଇପାରିବେ। ଇପିଏଫ୍ର ପକ୍ଷରୁ କେନ୍ଦ୍ରୀୟ ପେନ୍ସନ୍ ପଇଠ ବ୍ୟବସ୍ଥା ପରୀକ୍ଷଣ କରାଯାଇଛି। ଇପିଏଫ୍ ଆବେଦନ ରାଶି ସଂଗ୍ରହ ଲାଗି ବ୍ୟାଙ୍କଗୁଡ଼ିକ ଯୋଡ଼ାଯିବା ପରେ ଏହା ସମ୍ଭବପର ହୋଇପାରିଛି। ରିଜର୍ଭ ବ୍ୟାଙ୍କ ସହିତ ତାଲିକାଭୁକ୍ତ ଥିବା ସମସ୍ତ ଏଜେନ୍ସି ବ୍ୟାଙ୍କରୁ ସେଥିରେ ମଧ୍ୟ ଯୋଡ଼ାଯିବ। ଦେଖନ୍ତୁ ଯେଉଁମାନେ ରିଜର୍ଭ ବ୍ୟାଙ୍କର ରହିଲା, ଦେଖନ୍ତୁ ରିଜର୍ଭ ବ୍ୟାଙ୍କର ଏଜେନ୍ସି ବ୍ୟାଙ୍କ ଭାବେ କାମ କରୁନଥିବା ଅନ୍ୟ ଯେଉଁଟାକି ସିଡ୍ୟୁଲ୍ଡ ବ୍ୟାଙ୍କ ବାଣିଜ୍ୟ ବ୍ୟାଙ୍କଗୁଡ଼ିକ ମଧ୍ୟ ସେଥିରେ ଯୋଡ଼ାଯିବ। ଶ୍ରମ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଲୋକମାନେ ଯେଭଳି ଘର, ପିଲାଙ୍କ ଶିକ୍ଷା ଓ ବିବାହ ଏବଂ ଅସୁସ୍ଥତା ସମୟରେ ଯେଉଁଟାକି ଦେହ ଖରାପ ହେବା ସମୟରେ ଜରୁରୀକାଳୀନ ପାଣ୍ଠି ପାଇପାରିବେ। ସେଥିପାଇଁ ଆଂଶିକ ଉଠାଣର ସକ୍ରିୟ ମଧ୍ୟ ଦାବି ଯେଉଁଟାକି ଆପଣଙ୍କର ସମାଧାନ ସୀମାକୁ 50,000 ଟଙ୍କାରୁ ବଢ଼ାଇ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କରାଯାଇଛି। ଓକେ, ଏଥିସହିତ ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀମାନଙ୍କ ପାଇଁ କିଭଳି ସାମାଜିକ ସୁରକ୍ଷା ସ୍କିମ୍ରେ ସାମିଲ କରାଯାଇପାରିବ ସେ ନେଇ ମଧ୍ୟ ଆମର ମନ୍ତ୍ରାଳୟର ଯୋଜନା ମଧ୍ୟ ସଜାଗ ରହିଛି ବା ଯୋଜନା କରୁଛି। ଗିଗ୍ ଓ ପ୍ଲାଟଫର୍ମ କର୍ମଚାରୀମାନଙ୍କ ପାଇଁ ସମ୍ପର୍କରେ ଆନ୍ତର୍ଜାତୀୟ ଶ୍ରମ ସଂଗଠନ ସହ ମିଶି ଶ୍ରମ ମନ୍ତ୍ରାଳୟ ଏକ ସର୍ବେକ୍ଷଣ କରୁଛି। ଦେଖନ୍ତୁ ଆକ୍ଚୁଆଲି ଏଇ ଯେଉଁ ଅପଡ଼େଟ୍ ହେଇଛି, ଏଇ ଅପଡ଼େଟ୍ର ମୁଖ୍ୟ ଲକ୍ଷ୍ୟ ହେଉଛି ଯେଉଁମାନେ ଇପିଏଫ୍ କର୍ମଚାରୀ ଅଛନ୍ତି ସେମାନେ ଆଗରୁ କ'ଣ କରୁଥିଲେ, ଟଙ୍କା ପାଇବା ପାଇଁ ଆପ୍ଲାଏ କରୁଥିଲେ ଇପିଏଫ୍ରେ। ଆପ୍ଲାଏ କଲା ପରେ ବହୁତ ଦିନ ପରେ ସେମାନଙ୍କ ଆକାଉଣ୍ଟକୁ ପଇସା ଆସୁଥିଲା। ଓକେ, ତ ଏବେ ଆଉ ସେ ସିଷ୍ଟମ୍ ନାହିଁ। ଆପଣମାନେ କ'ଣ କରିବେ, ଆପଣମାନେ ଇପିଏଫ୍ ଯେଉଁମାନେ ଜାଣିଛନ୍ତି ଆପଣଙ୍କର ଇପିଏଫ୍ ଅଛି, ଇପିଏଫ୍ ତ ସମସ୍ତଙ୍କର ଏବେ ଇପିଏଫ୍ ଆକାଉଣ୍ଟ ପ୍ରାୟ ହେଇଗଲାଣି। ତ ଇପିଏଫ୍ ଆକାଉଣ୍ଟ ଯେଉଁମାନଙ୍କର ଅଛି ସେମାନଙ୍କର ଆକାଉଣ୍ଟ ଡାଇରେକ୍ଟ ଲିଙ୍କ୍ କରାଯିବ ବ୍ୟାଙ୍କରେ। ଆପଣମାନେ ଯେକୌଣସି ଏଟିଏମ୍ ହେଉ କିମ୍ବା ବ୍ୟାଙ୍କରେ ହେଉ ଆପଣମାନେ ଯାଇ ଡାଇରେକ୍ଟ ମଧ୍ୟ ଇପିଏଫ୍ ପଇସା ଉଠାଇ ପାରିବେ। ଇଏ ଥିଲା ବହୁତ ବଡ଼ ଖୁସି ଖବର, ବହୁତ ବଡ଼ ଅପଡ଼େଟ୍ ଇପିଏଫ୍ ପେନ୍ସନ୍ ମାନଙ୍କ ପାଇଁ।